ଆଜିର ଏକ ନୂଆ ପାଠକୁ ପୁଣି ଥରେ ସ୍ୱାଗତ। ପିଲାମାନେ, ତୁମ ପରିବେଶ ପାଠ ବହି ବିଚିତ୍ର ଆମ ପୃଥିବୀର ପାଠ 1 ପରିବାର ଓ ବନ୍ଧୁବାନ୍ଧବ ପ୍ରସଙ୍ଗରେ ଆମେ ସ୍ନେହାର ପରିବାର ଓ ତାଙ୍କର ପଡ଼ୋଶୀମାନଙ୍କ ବିଷୟରେ ପଢ଼ିଥିଲେ। ମନେ ଅଛି? ମନେ ଥିବ ନିଶ୍ଚୟ। ଆଜି ଆମେ ଆଉ ଏକ ପ୍ରସଙ୍ଗ ଚାଲ ମେଳା ବୁଲିଯିବା ବିଷୟରେ ଅନିତା ଓ ସ୍ମିତାଙ୍କ ପରିବାର ଓ ତାଙ୍କ ପଡ଼ୋଶୀମାନଙ୍କ ବିଷୟରେ ଆଲୋଚନା କରିବା ତ? ତୁମେମାନେ ଉତ୍ସାହିତ ଅଛଟି? ଠିକ୍ ଅଛି, ବହୁତ ବଢ଼ିଆ। ଚାଲ ଆଲୋଚନା କରିବା। ପିଲାମାନେ, ଜଣେ ଜଣ କରି କହିବ, ତୁମ ପରିବାରରେ କିଏ କିଏ ରହନ୍ତି? ରାଜୁ, ତୁମେ କୁହ, ତୁମ ପରିବାରରେ କିଏ କିଏ ରୁହନ୍ତି? ଆଚ୍ଛା, ତୁମ ପରିବାରରେ ବାପା, ମା, ସାନ ଭାଇ ଓ ତୁମେ ରୁହ ନା? ଠିକ୍ ଅଛି, ବହୁତ ବଢ଼ିଆ। ମୁନି, ତୁମେ କୁହ, ତୁମ ପରିବାରରେ କିଏ କିଏ ରହନ୍ତି? ଓହୋ, ତୁମ ପରିବାରରେ ବାପା, ମା, ଜେଜେବାପା ବି ରହନ୍ତି। ଆଚ୍ଛା, ଜେଜେମା ବି ରହନ୍ତି। ଠିକ୍ ଅଛି, ବହୁତ ବଢ଼ିଆ। ଆଉ କିଏ କିଏ ରହନ୍ତି? ଦାଦା, ଆଚ୍ଛା, ଖୁଡ଼ୀ, ସାନ ଭାଇ ଓ ତୁମେ ବି ରୁହ। ଆଚ୍ଛା, ଠିକ୍ ଅଛି, ବହୁତ ବଢ଼ିଆ। ବାଃ। ଆଚ୍ଛା ପିଲାମାନେ, ଆମେ ପରିବାର ବିଷୟରେ ପ୍ରଥମ ପାଠରେ ପଢ଼ିଥିଲେ ଯେ ପରିବାର ଦୁଇ ପ୍ରକାରର। ଗୋଟିଏ ହେଉଛି ଛୋଟ ପରିବାର। ଛୋଟ ପରିବାରରେ କିଏ କିଏ ଅଛନ୍ତି ଦେଖିଲ ପିଲାମାନେ? ବାପା, ମା ଏବଂ ସେମାନଙ୍କର 2ଟି ପିଲା। ଆଉ ଗୋଟେ ପରିବାର ହେଉଛି ବଡ଼ ପରିବାର। ବଡ଼ ପରିବାରରେ ଅନେକ ସଦସ୍ୟ ରହିଥାନ୍ତି। ବାପା, ମା, ଦାଦା, ଖୁଡ଼ୀ, ଜେଜେବାପା, ଜେଜେମା। ଆଚ୍ଛା ପିଲାମାନେ, ଚିତ୍ର ଦେଖି କୁହ, ରାଜୁ ଓ ମୁନି ମଧ୍ୟରୁ କାହାର ଛୋଟ ପରିବାର ଓ କାହାର ବଡ଼ ପରିବାର? କହିଲ ପିଲେ? ହଁ, ଠିକ୍ କହିଲ। ରାଜୁର ଛୋଟ ପରିବାର ଆଉ ମୁନିର? ବାଃ, ବହୁତ ବଢ଼ିଆ, ମୁନିର ବଡ଼ ପରିବାର, ନାଇଁ କି? ସେହିଭଳି ତୁମ ପରି 2ଟି ପିଲା ଅନିତା ଓ ସ୍ମିତାଙ୍କ ପରିବାରରେ ଜେଜେମା, ବାପା, ମା ଓ ଅନିତା ଓ ସ୍ମିତା ରହୁଥିଲେ। ପିଲାମାନେ କହିଲ, ଅନିତା ଓ ସ୍ମିତାର ପରିବାର ଛୋଟ ନା ବଡ଼ ପରିବାର? କହିଲ ପିଲେ? ଆରେ ବାଃ, ବହୁତ ବଢ଼ିଆ, ବଡ଼ ପରିବାର।
ଠିକ୍ କହିଲ ପିଲାମାନେ। ସେମାନଙ୍କ ପରିବାର ବଡ଼ ପରିବାର। ଆଚ୍ଛା ପିଲେ, ମୁଁ ଏବେ ତୁମକୁ ଏକ ପ୍ରହେଳିକା ଶୁଣାଉଛି। ମୋତେ ତୁମେ ପ୍ରହେଳିକା ଶେଷରେ ଉତ୍ତର କହିବ। କହିବ ତ? ଠିକ୍ ଅଛି, ବହୁତ ବଢ଼ିଆ। କହିଲ ପିଲେ, ମୋ ଘର ପାଖେ ତାଙ୍କରି ଘର, ସବୁଦିନ ଦେଖା ହୁଏ ଆମର, କେବେ ସେ ଆସନ୍ତି ମୋ ଘରକୁ, କେବେ ମୁଁ ଯାଏ ତାଙ୍କ ଘରକୁ। ସଦା ସହଯୋଗ ଲାଗି ତ ଥାଏ। କହିଲ ପିଲେ, ସିଏ ତ କିଏ? କୁହ 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 ପିଲେ। ହଁ, ଠିକ୍ ଭାବିଛ। ସିଏ ହେଉଛନ୍ତି ପଡ଼ୋଶୀ। ବହୁତ ବଢ଼ିଆ ପିଲାମାନେ। ପିଲାମାନେ, ଏବେ ଆମେ ପଡ଼ୋଶୀଙ୍କ ବିଷୟ ଜାଣିବା। ପଡ଼ୋଶୀ ହେଉଛନ୍ତି ସେଇ ଲୋକମାନେ ଯେଉଁମାନେ ଆମ ଘର ପାଖରେ ରୁହନ୍ତି। ସେମାନେ ଆମର ସୁଖ ଦୁଃଖ ସମୟରେ ଆମକୁ ସାହାଯ୍ୟ କରନ୍ତି। ଆମର ଖୁସି ସମୟରେ ସେମାନେ ଆମ ସହ ଆନନ୍ଦ ବାଣ୍ଟନ୍ତି। ଆଉ ଆମେ କୌଣସି ବିପଦରେ ପଡ଼ିଗଲେ ଆମ ପଡ଼ୋଶୀ ହିଁ ପ୍ରଥମେ ଆମକୁ ସହଯୋଗ କରନ୍ତି। ସେହିପରି ଆମେ ଆଲୋଚନା କରୁଥିବା ବିଷୟ, ଚାଲ ମେଳା ବୁଲିଯିବାରେ ଅନିତା ଓ ସ୍ମିତା ଦୁଇ ଭଉଣୀଙ୍କର ମଧ୍ୟ ପଡ଼ୋଶୀ ଅଛନ୍ତି। ସେମାନେ ହେଲେ ମୋହନ ମଉସା, ଶ୍ରଦ୍ଧା ଓ ରୋହିତ। ସେମାନେ ସମସ୍ତେ ସାଙ୍ଗ ହୋଇ ବୁଲୁଥିଲେ, ବହୁତ ମଜା ମଧ୍ୟ କରୁଥିଲେ। ରୋହିତଙ୍କ ବାପା ମୋହନ ମଉସା ସମସ୍ତଙ୍କ ପାଇଁ ବୁଲିଯିବାକୁ ବସ୍ ଟିକେଟ କରିଥିଲେ। ପିଲାମାନେ ଜାଣିଛ ସେମାନେ କୁଆଡ଼େ ବୁଲିବାକୁ ଯାଉଥିଲେ? କିଏ ଜାଣିଛ କହିବ? ଆରେ ବା, ତୁମେ ତ ବହୁତ ମନେ ରଖିଛ। ସେମାନେ ମେଳା ବୁଲିବାକୁ ଯାଉଥିଲେ। ତା ସହ ମୋହନ ମଉସା ବସ୍ରେ ସୁରକ୍ଷିତ ଭାବେ ଯିବା ପାଇଁ ପିଲାଙ୍କୁ ସତର୍କ କରାଇଥିଲେ ଯେ ପିଲାମାନେ ବସ୍ରେ ଗଲାବେଳେ ଝରକା ଦେଇ ହାତ କିମ୍ବା ମୁଣ୍ଡ ବାହାରକୁ କରିବ ନାହିଁ, ବସ୍ରେ ଡିଆଁ ଡିଇଁ କରିବ ନାହିଁ, ସ୍ଥିର ହୋଇକି ବସିବ। ଏହିପରି ପରାମର୍ଶ ଗୁଡ଼ିକ ଦେଇଥିଲେ। ପିଲାମାନେ ଜାଣିଛ ପଡ଼ୋଶୀଙ୍କ ସହ କିପରି ସମ୍ପର୍କ ରଖିବା ଉଚିତ? ପଡ଼ୋଶୀମାନଙ୍କ ସହ ମିଳିମିଶି ରହିବା ଦରକାର। ସେମାନଙ୍କ ସହ ଝଗଡ଼ା କରିବା ନାହିଁ। ପଡ଼ୋଶୀମାନଙ୍କୁ ସମ୍ମାନ ମଧ୍ୟ ଦେବା ଦରକାର। ମନେ ରଖିଲ ପିଲାମାନେ, କାହିଁକି ନା ପଡ଼ୋଶୀମାନେ ଆମ ଜୀବନକୁ ଖୁସିମୟ ଓ ସହଜ କରନ୍ତି। ଠିକ୍ ଅଛି ପିଲାମାନେ, ଆମେ ତ ବହୁତ ଆଲୋଚନା କଲେଣି। ଏବେ ମୁଁ ତୁମକୁ କିଛି ପ୍ରଶ୍ନ ପଚାରୁଛି। ତୁମେ ଏବେ ମୋତେ ଜଣ ଜଣ କରି ଉତ୍ତର ଦେବ। ଦେବ ତ? ଠିକ୍ ଅଛି। ଆଚ୍ଛା ଶ୍ରୀତମ, ତୁମେ କୁହ,
ଅନିତା ଓ ସ୍ମିତା ଆଚ୍ଛା ଶ୍ରୀତମ ତୁମେ କୁହ ଅନିତା ଓ ସ୍ମିତା କୁଆଡ଼େ ବୁଲିବାକୁ ଯାଇଥିଲେ? ହଁ କୁହ ମନେ ପକାଅ। ଠିକ୍ କହିଲ ମେଳା ବୁଲିବାକୁ ଯାଇଥିଲେ। ଆଚ୍ଛା ଶ୍ରୁତି ତୁମେ କୁହ ସେମାନେ ମେଳାରେ କେଉଁ ପଡ଼ୋଶୀଙ୍କ ସହ ଯାଇଥିଲେ? ମନେ ପକାଅ ଏବେ ପଢ଼ିଥିଲେ। ହଁ ମୋହନ ମଉସା ଆଉ କିଏ? ଶ୍ରଦ୍ଧା ହଁ ଆଉ ଜଣେ ଠିକ୍ ମନେ ରଖିଛ ଆଉ ରୋହିତ ମଧ୍ୟ ଯାଇଥିଲେ ତାଙ୍କ ସହିତ ନା କି? ବାଃ ବହୁତ ବଢ଼ିଆ। ଆଚ୍ଛା ପିଲେ କହିଲ ଆମକୁ ଅସୁବିଧା ହେଲେ କିଏ ଆମକୁ ପ୍ରଥମେ ସାହାଯ୍ୟ କରନ୍ତି? ବନ୍ଧୁବାନ୍ଧବ ନା ପଡ଼ୋଶୀ? କିଏ କହିଲ ପିଲେ? ବାଃ ବହୁତ ବଢ଼ିଆ ପଡ଼ୋଶୀ। ଆରେ ପିଲାମାନେ ବହୁତ ବଢ଼ିଆ ଉତ୍ତର ମନେ ରଖିଛ। ଆଚ୍ଛା ପିଲେ କହିଲ ମୋହନ ମଉସାଙ୍କ ପିଲାମାନେ କିଏ କିଏ? ବହୁତ ବଢ଼ିଆ ରୋହିତ ଓ ଶ୍ରଦ୍ଧା। ପିଲାମାନେ ଏବେ ଆମେ ତ ପାଠ ପଢ଼ି ସାରିଲେଣି। ଏବେ ମୁଁ ତୁମ ପାଇଁ କିଛି କାମ ଦଉଛି ତୁମେ ତାକୁ ଘରେ କରି ଆସିବ। ତୁମ ପଡ଼ୋଶୀଙ୍କ ସହ ମିଳିମିଶି କରି ପାଳନ କରିଥିବା ଗୋଟିଏ ପର୍ବ ବିଷୟରେ ଲେଖ। କିପରି ଭାବରେ ତୁମେ ସେହି ପର୍ବରେ ପଡ଼ୋଶୀଙ୍କ ସହ ମିଳିମିଶି ପାଳନ କରିଥିଲ ସେ ବିଷୟରେ ଲେଖିବ। ମନେ ରହିଲା ତ? ପରବର୍ତ୍ତୀ ଅଧ୍ୟାୟରେ ଲେଖିକି ଆସିଥିବ। ପିଲାମାନେ ଆଜିର ଏହି ଆଲୋଚନା ସାହାଯ୍ୟରେ ଆମେ ଜାଣିଲେ ଯେ ପରିବାରର ସଦସ୍ୟ ସଂଖ୍ୟାମାନଙ୍କୁ ନେଇ ପରିବାରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଛୋଟ ପରିବାର, ଅନ୍ୟଟି ହେଲା ବଡ଼ ପରିବାର। ସହ ଆମେ ଜାଣିଲେ ଯେ ଆମ ଘରର ଆଖପାଖରେ ରହୁଥିବା ଲୋକମାନେ ହେଉଛନ୍ତି ଆମ ପଡ଼ୋଶୀ। ସେମାନେ ଆମ ସୁଖ ଦୁଃଖର ସାଥୀ। ଆଉ ମଧ୍ୟ ଜାଣିଲେ ଯେ ଅନିତା ଓ ସ୍ମିତାଙ୍କର ମଧ୍ୟ ପଡ଼ୋଶୀ ରହିଛନ୍ତି। ମାନେ ହେଲେ ମୋହନ ମଉସା, ଶ୍ରଦ୍ଧା ଓ ରୋହିତ। ଏ ବିଷୟରେ ମଧ୍ୟ ଜାଣିଲେ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।